ପିଲାମାନେ ତୁମେ ମାନେ କିପରି ଅଛ? ଆଶା କରୁଛି ତୁମେ ମାନେ ଭଲରେ ଥିବ। ଆମେ ଗଲା ଅଧ୍ୟାୟରେ ଦାନର ଫଳ ଚାପ୍ଟରଟା ପଢ଼ିଥିଲେ। ତାର ଲେଖକ ଥିଲେ ଉଦୟନାଥ ଷଡ଼ଙ୍ଗୀ ହେଲା। ତ ଆଜି ଆମେ ତାର ପ୍ରଶ୍ନ ଉତ୍ତର ତମ କହିବା ଅନୁସାରେ ମୁଁ ତାର ଆଜି ପ୍ରଶ୍ନ ଉତ୍ତର କରିକି ଆଣିଛି। ତ ପ୍ରଶ୍ନ ଉତ୍ତରଟା କରିଦେବା। ଆଉ ଠିକ୍ ଅଛି, ତା ପୂର୍ବରୁ କିନ୍ତୁ ଆମେ କ'ଣ କରିବା ନା, ଚାଲ ଟିକେ ନାକୁ ଶବ୍ଦାର୍ଥ ଦେଖିଦେବା ହେଲା। ତ ଶବ୍ଦାର୍ଥ ସବୁ ଥିଲା କ'ଣ? ସମ୍ବଳ, ସମ୍ବଳ ହେଲା ଶକ୍ତି ବା ସାହାରା। ତ ମର୍ତ୍ତ୍ୟ ହେଲା ଭୂଲୋକ, ପ୍ରସନ୍ନ ହେଲା ଖୁସି, ଗଣ୍ୟମାନ୍ୟ ହେଲା ସମ୍ମାନିତ ଲୋକ, ସୁମିଷ୍ଟ ହେଲା ସ୍ୱାଦିଷ୍ଟ, ମନୋରମ ସୁନ୍ଦର, ବିସ୍ତୀର୍ଣ୍ଣ ଚଉଡ଼ା ବା ବଡ଼ ଆକାର, ଅଦୃଶ୍ୟ ଦେଖା ନ ଯିବା, ରାଜରାଜେଶ୍ୱର ରାଜାଙ୍କର ରାଜା ବା ସମ୍ରାଟ। ଆଉ ଗୋଟେ ଅଛି, ମୁଁ ଏଇଟା ବହିରେ ଥିଲା ତମର କୋଶ୍ଚିନ୍ ଆନ୍ସରରେ, ପରିତୃଣ ସେଟା ହେଲା ରକ୍ଷା, ଶିବାଦେଶ ହେଲା ଶିବଙ୍କ ଆଦେଶ, ଦେବାଶିଷ ମାନେ ଦେବତାଙ୍କ ଆଶୀର୍ବାଦ। ଏଇଟା ତମ ବହିର କୋଶ୍ଚିନ୍ ଆନ୍ସରରେ ଗୋଟେ ଇଏରେ ଅଛି, ତୁମକୁ ମୁଁ କରିଲା ବେଳେ ତୁମକୁ କହିଦେବି ହେଲା, ସେ ତୁମେ ଜାଣିପାରିବ। ତ ହଉ, ଆସ ଆମେ ପ୍ରଶ୍ନ ଉତ୍ତର କରିବା ହେଲା। ତ ପ୍ରଥମ ପ୍ରଶ୍ନ, 1 ନମ୍ବର ପ୍ରଶ୍ନ ଦେଇଛି କ'ଣ? ତିନି ଭାଇଙ୍କର ଏକମାତ୍ର ସମ୍ବଳ କ'ଣ ଥିଲା? ଉତ୍ତର ହେଲା, ତିନି ଭାଇଙ୍କର ଏକମାତ୍ର ସମ୍ବଳ ଗୋଟେ ଆତ ଗଛ ଥିଲା। ତିନି ଭାଇ, ନମ୍ବର ପ୍ରଶ୍ନ, ତିନି ଭାଇ ଆତ ଫଳକୁ କିପରି ବାଣ୍ଟି ନେଉଥିଲେ? ତିନି ଭାଇ ଆତ ଫଳକୁ 3 ଭାଗ କରି ସମାନ ଭାଗରେ ବାଣ୍ଟି ନେଉଥିଲେ। ନମ୍ବରରେ, ପ୍ରକୃତରେ ସନ୍ନ୍ୟାସୀ ଜଣକ କ'ଣ ଥିଲେ ଓ ସେ କାହିଁକି ମର୍ତ୍ତ୍ୟକୁ ଆସିଥିଲେ? ପ୍ରକୃତରେ ସନ୍ନ୍ୟାସୀ ଜଣକ ସ୍ୱର୍ଗର ଜଣେ ଦେବତା ଥିଲେ। ସେ ବେଳେବେଳେ ମର୍ତ୍ତ୍ୟର ଲୋକଙ୍କୁ ପରୀକ୍ଷା କରିବା ପାଇଁ ମର୍ତ୍ତ୍ୟକୁ ଆସୁଥିଲେ। ନମ୍ବର ପ୍ରଶ୍ନ, ସନ୍ନ୍ୟାସୀ ତିନି ଭାଇଙ୍କ ଉପରେ ଖୁସି ହେଲେ କାହିଁକି? କାରଣ ତିନି ଭାଇ ନିଜ ନିଜ ଭାଗର ଆତ ଫଳ ସନ୍ନ୍ୟାସୀଙ୍କୁ ଦେଇଥିଲେ, ତେଣୁ ସନ୍ନ୍ୟାସୀ ତିନି ଭାଇଙ୍କ ଉପରେ ଖୁସି ହୋଇଥିଲେ। ଏଠୁ ନମ୍ବର ପ୍ରଶ୍ନ, ବଡ଼ ଭାଇ ସନ୍ନ୍ୟାସୀଙ୍କୁ କେଉଁ ବର ମାଗିଥିଲେ? କେଉଁ ବର ମାଗିଥିଲେ? ନଦୀର ଜଳ, ଉତ୍ତର ହେଲା ନଦୀର ଜଳ ଦୁଗ୍ଧ ହୋଇଯିବା ବର ବଡ଼ ଭାଇ ସନ୍ନ୍ୟାସୀଙ୍କୁ ମାଗିଥିଲା। ତାପରେ ଆସିଲା ନମ୍ବର ପ୍ରଶ୍ନ, ବଡ଼ ଭାଇ କିପରି ଜଣେ ଗଣ୍ୟମାନ୍ୟ ଧନୀ ଲୋକରେ ପରିଣତ ହେଲା? ତ ଉତ୍ତର ହେଲା, ଦୁଧ ନଦୀ ଯୋଗେ ବଡ଼ ଭାଇ ବଡ଼ କାରଖାନା ବସାଇ ସେଥିରୁ ଦହି ଛେନା ବିକ୍ରି କରି ଜଣେ ଗଣ୍ୟମାନ୍ୟ ଧନୀ ଲୋକ ହୋଇ ଉଠିଲା। ନମ୍ବର ପ୍ରଶ୍ନ, ମଝିଆ ଭାଇ ସନ୍ନ୍ୟାସୀଙ୍କୁ କେଉଁ ବର ଦେବା ପାଇଁ କହିଥିଲେ? ମଝିଆ ଭାଇ ସନ୍ନ୍ୟାସୀଙ୍କୁ ବର ଦେବା ପାଇଁ କହିଥିଲେ କି ବିସ୍ତୀର୍ଣ୍ଣ ଘାସ ପଡ଼ିଆରେ ଥିବା ଘାସ ସବୁ ଗହମ ଗଛ ହୋଇଯାଉ ଓ ପଡ଼ିଆରେ ଥିବା ଝିଣ୍ଟିକା ସବୁ ମେଣ୍ଢାରେ ପରିଣତ ହୋଇଯାଆନ୍ତୁ। ତାପରେ ନମ୍ବର ପ୍ରଶ୍ନ ଥିଲା, ମଝିଆ ଭାଇ କିପରି ଧନୀ ଲୋକ ହୋଇଥିଲା? ମଝିଆ ଭାଇ ପ୍ରଚୁର ଗହମ ଓ ମେଣ୍ଢା ଲୋମକୁ ଦେଶ ବିଦେଶରେ ବିକ୍ରି କରି ବର୍ଷକୁ 1000 ଟଙ୍କା ରୋଜଗାର କରି ଧନୀ ଲୋକ ହୋଇଥିଲା। ନମ୍ବର ପ୍ରଶ୍ନଟା ଗଲା। ତାପରେ ନମ୍ବର ପ୍ରଶ୍ନ, ସାନ ଭାଇ ସନ୍ନ୍ୟାସୀଙ୍କୁ କ'ଣ ମାଗିଥିଲା? ତ ସାନ ଭାଇ ସନ୍ନ୍ୟାସୀଙ୍କୁ କ'ଣ ମାଗିଥିଲା? ସାନ ଭାଇ ଗୋଟିଏ ସୁନ୍ଦର ମନୋରମ ପାହାଡ଼ ଦେଖି ସନ୍ନ୍ୟାସୀଙ୍କୁ କହିଥିଲା, ମୋର ଧନ ସମ୍ପତ୍ତି ଲୋଡ଼ା ନାହିଁ, ଏହିଠାରେ ମୋ ପାଇଁ ଗୋଟେ ଛୋଟ ଘର ତିଆରି କରିଦିଅନ୍ତୁ, ଆଉ ଏଠାରେ ଥିବା ଫଳମୂଳ ଖାଇ ମୁଁ ମୋ ଭୋକ ମେଣ୍ଟାଇବି ହେଲା। ତାପରେ ନମ୍ବର ପ୍ରଶ୍ନ ଆସିଲା, ସନ୍ନ୍ୟାସୀ ଜଣକ ଭିକାରୀ ବେଶରେ ମର୍ତ୍ତ୍ୟକୁ କାହିଁକି ଆସିଥିଲେ? ସନ୍ନ୍ୟାସୀ ଜଣକ ମର୍ତ୍ତ୍ୟର ଲୋକଙ୍କୁ ପରୀକ୍ଷା କରିବା ପାଇଁ ସ୍ୱର୍ଗରୁ ମର୍ତ୍ତ୍ୟକୁ ଆସିଥିଲେ ହେଲା। ତାପରେ ନମ୍ବର ପ୍ରଶ୍ନ, ଭିକାରୀଟି ବଡ଼ ଭାଇଙ୍କୁ କ'ଣ କହିଥିଲା? ଭିକାରୀଟି ବଡ଼ ଭାଇଙ୍କୁ କହିଥିଲା, ତୁମର ତ ଦୁଧ ଦହି ଯଥେଷ୍ଟ ରହିଛି, ମୋତେ କିଛି ଦୁଧ ଦିଅ, ମୁଁ ଖାଇବି। ତାପରେ ନମ୍ବର ପ୍ରଶ୍ନ, ବଡ଼ ଭାଇ ଭିକାରୀ ଉପରେ କାହିଁକି ଚିଡ଼ିଥିଲେ? ଭିକାରୀଟି ପାଖରେ ପଇସା ନଥିଲା ଦୁଧ କିଣିବା ପାଇଁ, ହେଲେ ସେ ଦୁଧ ମାଗିଥିଲେ ବଡ଼ ଭାଇକୁ, କିନ୍ତୁ ବଡ଼ ଭାଇ ମାଗଣାରେ ଦୁଧ ଦେବେ ନାହିଁ ବୋଲି କହି ଚିଡ଼ି ଯାଇଥିଲେ ଭିକାରୀ ଉପରେ ହେଲା। ତାପରେ ନମ୍ବର ପ୍ରଶ୍ନ, ଭିକାରୀକୁ ଦୁଧ ଦହି ନ ଦେବାରୁ ବଡ଼ ଭାଇର ଅବସ୍ଥା କ'ଣ ହୋଇଥିଲା? ଉତ୍ତର ହେଲା, ନଦୀରୁ ଦୁଧ କୁଆଡ଼େ ଉଭେଇ ଯାଇଥିଲା ଓ ପୂର୍ବ ଭଳି ନଦୀରେ ଜଳ ବୋହିଥିଲା।
ଯାହାଫଳରେ ଦୁଧ कारखाନା ବନ୍ଦ ହୋଇଯିବାରୁ ବଡ଼ ଭାଇ ପୂର୍ବ ଭଳି ଗରିବ ହୋଇଥିଲା। ଭିକାରୀକୁ ଦୁଧ ଦହି ନ ଦେବାରୁ ବଡ଼ ଭାଇର ଅବସ୍ଥା ଏପରି ହୋଇଥିଲା। ତାପରେ 10 ନମ୍ବର ପ୍ରଶ୍ନ, ମଝିଆ ଭାଇ କ'ଣ କହି ଭିକାରୀକୁ ତଡ଼ି ଦେଇଥିଲା? ଉତ୍ତର ହେଲା, ଭିକାରୀଟି ମଝିଆ ଭାଇକୁ ମେଣ୍ଢା ମାଗିବାରୁ ସେ ରାଗି ଯାଇ କହିଲା, ପଇସା ନ ଦେଲେ ମୋ ପାଖରୁ ମେଣ୍ଢା ଲଣ୍ଡିଟିଏ ବି ପାଇବ ନାହିଁ। ଭଲ ଗତି ଅଛି ତ ପଳେଇ ଯାଅ, ନହେଲେ ଲୋକ ଲଗାଇ ତୁମକୁ ଏଠାରୁ ତଡ଼ିଦେବି। ଏ କଥା କହିଥିଲା ମଝିଆ ଭାଇ। ତାପରେ ଆସିଲା 9 ନମ୍ବର ପ୍ରଶ୍ନ, ଭିକାରୀକୁ ତଡ଼ି ଦେବାରୁ ମଝିଆ ଭାଇ କିପରି ଅସୁବିଧାର ସମ୍ମୁଖୀନ ହୋଇଥିଲା? ଭିକାରୀକୁ ତଡ଼ି ଦେବା ପରେ, ଉତ୍ତର ହେଲା, ଭିକାରୀକୁ ତଡ଼ି ଦେବା ପରେ ମଝିଆ ଭାଇର ସବୁ ମେଣ୍ଢା ଝିଣ୍ଟିକା ହୋଇଗଲେ ଓ ଗହମ କ୍ଷେତ ପୁଣି ଘାସ ପଡ଼ିଆ ହୋଇଗଲା, ଯାହାଫଳରେ ମଝିଆ ଭାଇ ପୂର୍ବ ପରି ଦୁଃଖ କଷ୍ଟରେ ଚଳିଲା। ହେଲା। 10 ନମ୍ବର ପ୍ରଶ୍ନ, ସାନ ଭାଇ ଭିକାରୀକୁ କିଭଳି ବ୍ୟବହାର ଦେଖାଇଥିଲା? ତ ଉତ୍ତର ହେଲା, ସାନ ଭାଇ ଭିକାରୀଟିର ହାତ ଧରି ଘରକୁ ନେଇଗଲା। ବେଶ ଆଦର ଯତ୍ନ କରି ନାନା ପ୍ରକାର ସୁମିଷ୍ଟ ଫଳ ତୋଳି ଆଣି ଖାଇବାକୁ ଦେଇଥିଲା। ରାତିରେ ତାଙ୍କ ପାଇଁ ସବୁ ପ୍ରକାରର ସୁବିଧା କରିଦେଇଥିଲା। ସାନ ଭାଇ ଭିକାରୀକୁ ଏହିପରି ବ୍ୟବହାର ଦେଖାଇଥିଲା। ହେଲା। 6 ନମ୍ବର ପ୍ରଶ୍ନ, ସାନ ଭାଇ ଉପରେ ଭିକାରୀ ଖୁସି ହୋଇ କ'ଣ କ'ଣ କହିଥିଲେ? ସାନ ଭାଇ ଉପରେ ଭିକାରୀ ଖୁସି ହୋଇ କହିଥିଲେ, ତୋ ହାତରେ ଧନ ସମ୍ପତ୍ତି ପଡ଼ିଲେ ତୁ ଠିକ୍ ରୂପେ ତାହାର ସଦୁପଯୋଗ କରିବୁ। ତେଣୁ ମୁଁ ବର ଦେଉଛି ତୁ ରାଜରାଜେଶ୍ୱର ହୁଅ। ହେଲା, ଏଇଟା ଦେଇ କହିଥିଲେ। ତାପରେ 10 ନମ୍ବର ପ୍ରଶ୍ନ, ସାନ ଭାଇ କିପରି ସାଧାରଣ ଲୋକରୁ ରାଜାରେ ପରିଣତ ହୋଇଥିଲେ? ହେଲା, ଉତ୍ତର ହେଲା, ଭିକାରୀ ବେଶରେ ଆସିଥିବା ଦେବତା ଜଣକ ସାନ ଭାଇର ସେବାରେ ସନ୍ତୁଷ୍ଟ ହୋଇ ତାକୁ ବିଶାଳ ରାଜପ୍ରସାଦ ଦେଇ ସେଠାକାର ରାଜା ବନାଇ ଦେଇଥିଲେ। ହେଲା, ଏଭଳି ଲେଖିବ ବୁଝେଇକି। 2 ନମ୍ବର ପ୍ରଶ୍ନ ଆସିଲା, ଦେଇଛି ଉପର ବାକ୍ସ ମଧ୍ୟରେ ଥିବା ଶବ୍ଦ ଗୁଡ଼ିକ ମଧ୍ୟରୁ ପରସ୍ପର ସମ୍ପର୍କ ଥିବା ଶବ୍ଦକୁ ଯୋଡ଼ି ବାକ୍ୟ ଲେଖିବା। ହେଲା, ଯେଉଁ ଶବ୍ଦ ଗୁଡ଼ାକ ଦେଇଛି, ସେ ଶବ୍ଦକୁ ଆମେ ଯୋଡ଼ିବା। କାହା ସହିତ ସିଏ ମାନେ ମେଳ ଖାଉଛି? ହେଲା, ଧନ ସହିତ ସମ୍ପତ୍ତି ଯୋଡ଼ି ହେବ। ହେଲା, ତ ଆମେ ତାକୁ ଯୋଡ଼ି ଦେଲା ପରେ ଧନ ସମ୍ପତ୍ତି ହେଇଗଲା। ହେଲା, ଧନ ସମ୍ପତ୍ତି ହେଇଗଲେ ଆମେ ତା ଦେହରେ ଗୋଟେ ବାକ୍ୟ ବନେଇବା। କ'ଣ ହେଉଛି ବାକ୍ୟ? ତାଙ୍କ ପାଖରେ ଯେତେ ଧନ ସମ୍ପତ୍ତି ଥିଲେ ସୁଦ୍ଧା ସେ ଖୁସି ନୁହନ୍ତି। କି ଗୋଟେ ବାକ୍ୟ। ମୁଁ ଏଇଭଳିଆ ବାକ୍ୟ କରିଛି, ତମେ ପିଲାମାନେ ତମ ମନରୁ ବି ବାକ୍ୟ ବନେଇକି ଲେଖିପାରିବ। ହେଲା, ତମକୁ ଯେଉଁଟା ଯେମିତିଆ ବାକ୍ୟ ଆସୁଛି। ତାପରେ ଆସିଲା ଫଳ ଲଗେଇକି ସେମିତି ବାକ୍ୟ ଆମେ କରିବା। କ'ଣ? ଫଳ ସହିତ ମୂଳ ମିଶୁଛି, ମୂଳ ହେଉଛି, ତେଣୁକରି ଫଳ ମୂଳ। ପୁରାତନ ଯୁଗରେ ବନବାସୀମାନେ ଫଳମୂଳ ଆହରଣ କରି ଜୀବନଯାପନ କରୁଥିଲେ। ଏଇଭଳି ତୁମେ ବାକ୍ୟ ଲେଖିପାରିବ। ତୁମ ଇଚ୍ଛାରେ ବି ତୁମେ ଆଉ କ'ଣ ବାକ୍ୟ ବି ଲେଖିପାର। ତାପରେ ଆସିଲା ଦୁଧ ସହିତ ମିଶିବ ଦହି। ହେଲା, ତ ସେଇଟା ହେଉଛି ତା ସହିତ ମେଳ ଖାଉଛି, ତେଣୁ କରିକି ଆମର ଗୋଟେ ବାକ୍ୟ ବନେଇବା, ଦୁଧ ଓ ଦହି ଏକ ଅମୃତ ଖାଦ୍ୟ। ହେଲା, ତାପରେ ଘାସ ସହିତ ହେବ କ'ଣ? ପଡ଼ିଆ। ସେଇଠୁ ଘାସ ପଡ଼ିଆ ଲଗେଇକି ଆମେ ଲେଖିବା, ସକାଳୁ ଉଠି ଆମେ ଆମ ଘର ପାଖରେ ଥିବା ଘାସ ପଡ଼ିଆକୁ ଚାଲିବାକୁ ଯାଉ। ହେଲା, ଏଇଭଳି ଲେଖିବ। ତାପରେ ଗହମ କ୍ଷେତ। ହେଲା, ଗହମ କ୍ଷେତ ହେବ। ତ ହରିୟାଣା ରାଜ୍ୟରେ ସବୁଠୁ ଅଧିକ ଗହମ କ୍ଷେତ ଅଛି। ଏଇଭଳି ଲେଖିବ। ତୁମ ଇଚ୍ଛା ଅନୁସାରେ ବି ତୁମେ କୌଣସି ନୂଆ ବାକ୍ୟ ତୁମେ ଆଉ ମନରୁ ଲେଖିପାରିବ। ହେଲା, ତାପରେ 3 ନମ୍ବର ପ୍ରଶ୍ନ ଆସିଲା, ବନ୍ଧନୀ ମଧ୍ୟରୁ ଶବ୍ଦ ଆଣି ଶୂନ୍ୟସ୍ଥାନ ପୂରଣ କର। ହେଲା, 3 ନମ୍ବର ପ୍ରଶ୍ନ 3 ନମ୍ବର ପ୍ରଶ୍ନ ଆସିଲା, ତିନି ଭାଇ ଯାକ, ତାପରେ ବନ୍ଧନୀ ଭିତରେ ସବୁ ଦେଇଛି। କ'ଣ ଆମର ଦେଇଛି? ସନ୍ନ୍ୟାସୀ, ଦୁଧ, ସନ୍ଧ୍ୟା, ଦେବତା, ଗରିବ, ଅଂଶରେ, ମନ୍ତ୍ରପାଣି, ପାଳି କରି। ତ ପ୍ରଥମ କ ନମ୍ବର ପ୍ରଶ୍ନ ଦେଇଛି, ତିନି ଭାଇଯାକ ଅତି କ'ଣ ଡ୍ୟାସ୍ କ'ଣ ଥିଲେ? ସେ ଗରିବ ଥିଲେ। ବନ୍ଧନୀ ଭିତରେ ଆମର ଗରିବ ଅଛି, ଲେଖିବା। ଡ୍ୟାସ୍ ଦୁଇ ଭାଇ ଅନ୍ୟର ମୂଲ ଲାଗିବାକୁ ଯାଆନ୍ତି। ତ କ'ଣ? ପାଳି କରିକି ଦୁଇ ଭାଇ ଅନ୍ୟ ମୂଲ ଲାଗିବାକୁ ଯାଆନ୍ତି। ଗ ନମ୍ବରରେ, ମୋ ଡ୍ୟାସ୍ ଯାହା ପଡ଼ିବ ମୁଁ ସେତକ ଦେଇଦେବି। ମୋ ଅଂଶରେ ଯାହା ପଡ଼ିବ ମୁଁ ସେତକ ଦେଇଦେବି। ସନ୍ନ୍ୟାସୀ ପ୍ରକୃତରେ, ଘ ନମ୍ବର ଆସିଲା, ସନ୍ନ୍ୟାସୀ ପ୍ରକୃତରେ ଡ୍ୟାସ୍ ନୁହନ୍ତି, ସ୍ୱର୍ଗର ଜଣେ ଡ୍ୟାସ୍। ସନ୍ନ୍ୟାସୀ ପ୍ରକୃତରେ ସନ୍ନ୍ୟାସୀ ନୁହନ୍ତି, ସ୍ୱର୍ଗର ଜଣେ ଦେବତା। ଏଇଟା ସନ୍ନ୍ୟାସୀ ଲେଖା ହେଇଛି ପିଲାମାନେ। ହେଲା, ସନ୍ନ୍ୟାସୀ ପ୍ରକୃତରେ ସନ୍ନ୍ୟାସୀ ନୁହନ୍ତି, ସ୍ୱର୍ଗର ଜଣେ ଦେବତା। ହେଲା, ଘ ନମ୍ବରଟାରେ ଲେଖିବ।
ओ नंबर आसला ओ नंबर देला दिने डैश समय तीन भाई जाक घरे बसले दिने संध्या समय तीन भाई जाक घरे बसते। च नंबर आसला सन्यासी यह शुणी से पड़िया डैश सिंची देले कौन सिंची देते मंत्र पानी है मंत्र पानी सिंची देते। तापर आम लिखा 6 नंबरटा संगे संगे नदीर पानी डैश पलटि गला कौन होता नदीर पानी दूध हो जाता गला एतिक होगला 3 नंबर प्रश्न सरीगला। तापर आमर 4 नंबर आसला देछि गपटीरू कौन शिखिल लेख गपटीरू कौन शिखिला आम तो आम तमें भी तुम अनुसार तुम्हें भी लिखिपर किंतु मु लिखी देख अत्यधिक धन संपत्ति देखी बा ताकू पाई निजर स्वभाव नष्ट करबा नहीं सबुबले दुखी और दरिद्रों को साहाय्य करने चेष्टा करवा किछि नहले काहारी को असद आचरण करवा नहीं है तमें भी तुम मनरू किसी भी लिखिपार है माने ये किसी तुम मन को आसो तुम भी नुआ शब्द वाक्य लगे तुम वाक्य गठन कर तुम मनरे जहाँ से तुम भी लिखिपर कौन बुझिल गपरू तुम लिखिपर है। तापर 5 नंबर प्रश्न आसला असजड़ा शब्द को सजाड़ी लेख असजड़ा होगी अच्छी ना शब्द गुरिका थास्तु तो हाँ से हम तथास्तु है झिंकाटी अच्छी से हम झिंटिका संपत्ति धन से हम धन संपत्ति ये आसला बादेशीष है बादेशीष से हम देवाशीष हो पार शिवादेश है दीटा वार्ड होची एक्चुअली बहिर भीतर किसी ना वाक्य यहाँ देती तुम यहाँ तुम देवाशीष लिख शिवा देश तुमको पूर्व शब्दार्थ कहीदे माने तुम से देखी नब आउ थे रम रम मनो से हम मनोरम है सिमुष्ट देती आम जो शब्द को सजाड़े हूँ सुमिष्ट जर रगा से सजाड़े रोजगार हम तृण रिपु रिप तृण रिप है परितृण है ये शब्द गुराक तुम गठन कर लिख है शब्द गुराक सजाड़िकिना ये लिख तुम किंतु मन रख शिवा देश तार कही ना सेटा है शब्दार्थ लिखिदेव शिवा देश है शिवों का आदेश आ देवाशीष है जो देवता आशीर्वाद आउ परितृण है रक्षा है तार मीनिंग गुराक तुम मन रख लिखिदेव। तापर 6 नंबरटा आम देखा क स्तंभ और ख स्तंभ मिल तो क स्तंभ अच्छी सन्यासी तीन भाई नदी घास पड़िया झिंटिका तो एपटे ख स्तंभ अच्छी सबू सामान भाग बंटा दूध मेंढा गहम खेत स्वर्गर जड़े देवता तो सन्यासी सहित आमर स्वर्गर जड़े देवता मिसब है तीन भाई कौन सामान भाग बांट बंटा से लिखा नदी होता दूध तापर घास पड़िया गहम खेत हो जाता झिंटिका हो जाते मेंढा ये सब लिखिदेव सजाड़ी मिलईदेवा कस्तंभ खस्तंभ बस। तापर 7 नंबर आसला बुझाई दियो तो हाथ में धन संपत्ति पड़े तू ठीक रूपे ताहार सदुपयोग करू तेणु मु बर देउची तू राज राजेश्वर हुआ है बुझाई लिखा कौन आम बुझिले ये कथाटा कहीं यहाँ किए कही ये सन्यासी जनक जो देवता जे सी कही सान भाई को कही ना ये कथाटा तो ये आम कौन बुझुचे ये गपटे सान भाई अन्य दुई भाई ठारू अलगा थिला से सन्यासी को प्रथम धन संपत्ति किछि न मागी केवल पहाड़ पाखे एक छोट घरटे मागिथिला आउ फलमूल खाई निजर जीवन आहरण करिथिला परे सन्यासी जेतेबेले भिकारी बेसरे आसीथिले पुणी मर्त्यपुर को सेतेबेले बाकी दुई भाई तांको किछि न देई तड़ी देइथिले मात्र सान भाई तांकर पूरा जत्न और सेवा करी तांको संतुष्ट करि पारिथिला तार एपरी व्यवहार रे सन्यासी जानी पारिथिले जे ये पिलाटी जे पाखे टिके कमा देकी तापर आगु जीव पिले टिके छाड़ी देइछि जे पाखे गोटे कमा रहिबो कहिथिले जे ये पिलाटी निर्लोभी और दयावान जी कि राजा हेबार सामर्थ्य रखुची तेणु सन्यासी ताकू तो हाथ में धन संपत्ति पड़े मुझे डट डट मार देती तुम से लिख तो हाथ में धन संपत्ति पड़े तू ठीक रूपे तार सदुपयोग करूँ तेणु मु बर देउछि तू राजा राजेश्वर हुआ ये तुम लिखिदेव है ये बुझे लिख तापर 8 नंबर शेष प्रश्न आसीगला आमर 8 नंबर प्रश्न बड़ भाई और मझिया भाई कहीं पुणी गरीब हो गले बुझाई
ଲେଖ ହେଲା। ଆମେ ତାଙ୍କୁ ବୁଝେଇବା ବଡ଼ ଭାଇ ଓ ମଝିଆ ଭାଇ କାହିଁକି ପୁଣି ଗରିବ ହୋଇଯାଇଥିଲେ। ତ କାହିଁକି ହେଇଯାଇଥିଲେ? ଯେଉଁ ସମୟରେ ଦୁଇ ଭାଇ ଅତ୍ୟନ୍ତ ଗରିବ ଥିଲେ ସେ ସମୟରେ ଦୁହେଁ ଅତି ଦୟାଳୁ ଓ ନିର୍ଲୋଭୀ ଥିଲେ। ଯେଉଁ ସମୟରେ ଗରିବ ଥିଲେ ସେ, ମାତ୍ର ସେ ଦୁହେଁ ଯେତେବେଳେ ବହୁତ ଧନ ସମ୍ପତ୍ତିର ମାଲିକ ହୋଇଗଲେ ସେମାନେ ଅତି ନିର୍ଦ୍ଦୟ ଓ ଲୋଭୀ ପ୍ରକୃତିର ହୋଇଗଲେ। ଏହି ଲୋଭ ଶେଷରେ ତାଙ୍କର ଦୁଃଖ ଓ ଗରିବର କାରଣ ବନିଥିଲା। ହେଲା, ଏଇଭଳି ତୁମେ ଲେଖିଦେବ। ଆଉ ପିଲାମାନେ ଆଜି ଏତିକି ପ୍ରଶ୍ନ ଉତ୍ତର ରହିଲା। ଆମର ଦାନର ଫଳର ଏତିକି ପ୍ରଶ୍ନ ଉତ୍ତର ମୁଁ ସବୁ ଆମ ପାଇଁକି କରି ଆଣିଲି। ତୁମେ କରିନେବ ଆଉ ପଢ଼ିନେବ ଭଲକିନା, ଆକୁ ଭଲକି କରିନେବ, ଅଭ୍ୟାସ କରିଦେବ ଟିକେ। ଆଉ ତୁମକୁ ଆଉ ଗୋଟେ କଥା କହିବାର ଥିଲା ମୋର। ଆଉ ମୁଁ ତୁମ ବହିର ଆମ ଭାଷା ଆମ ସାହିତ୍ୟ ପଢ଼ାଇବା ସହିତ ଆମ ଓଡ଼ିଆ ବ୍ୟାକରଣ ଓ ନୀତି ଶିକ୍ଷା ମଧ୍ୟ ପଢ଼ା ହେଉଛି। ତେଣୁ ତୁମେମାନେ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦେଉଥିବ। ଆଉ ଯାହାଫଳରେ ତୁମକୁ ନୋଟିଫିକେସନ୍ ଆସିଯାଉଥିବ। ତୁମେ ଯାହାଫଳରେ ତୁମେ ସବୁ ମୋର ଦେଖିପାରିବ। ଯେତେ ଯାହା ଭିଡ଼ିଓ ମୁଁ ଛାଡ଼ିବି ତୁମେ ଦେଖିପାରିବ ଆରାମସେ। ଠିକ୍ ଅଛି, ଆଜି ପାଇଁ ଏତିକି ରହୁଛି। ଏତିକି ରହିଲା। ପୁଣି ନୂଆ ଅଧ୍ୟାୟରେ ତୁମ ପାଖକୁ ଆସିବି ନୂଆ ଜିନିଷ ନେଇକି, ନୂଆ ଅଧ୍ୟାୟ ନେଇକି। ମୋତେ ବିଦାୟ ଦିଅ। ଧନ୍ୟବାଦ।